ପିଲାମାନେ ନର୍ଥ ଓଡ଼ିଶା ୟୁନିଭର୍ସିଟି ବା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ୟୁନିଭର୍ସିଟି ତରଫରୁ ଆସିଗଲା ନୋଟିଫିକେସନ୍। କ'ଣ ସବୁ କୋର୍ସ ରହିଛି, କେମିତି କ'ଣ ଆଡ଼ମିସନ୍ ପାଇଁ ଆପ୍ଲାଏ କରିବେ, ଡାଇରେକ୍ଟ ଆଡ଼ମିସନ୍ ମିଳିଯିବ କି, କେତେ ର୍ୟାଙ୍କ ଥିଲେ ମିଳିବ, ସବୁଗୁଡ଼ା ଡିଟେଲ୍ସ ଆମେ ଏଠାରେ କଥା ହେବା। ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ଯେଉଁମାନେ CPT ଦେଇଛନ୍ତି ବା ନ ଦେଇଛନ୍ତି, ଯଦି ବି ଏହିସବୁ କୋର୍ସରେ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥ୍, ବଟାନି, ଜୁଲୋଜି, ମାଇକ୍ରୋବାୟୋଲୋଜି, କମ୍ପ୍ୟୁଟର ସାଇନ୍ସ, ଓଡ଼ିଆ, ଇଂଲିଶ, ପଲିଟିକାଲ ସାଇନ୍ସ, ସୋସିଓଲୋଜି, ପବ୍ଲିକ ଆଡମିନିଷ୍ଟ୍ରେସନ୍, ଏଜୁକେସନ୍, MCOM, MBA, ଠିକ୍ ଅଛି, MAGMC, PGRM, ଏମିତି ବହୁତ ସାରା କୋର୍ସରେ ଯଦି ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ସମ୍ରାଟ ଡିଗ୍ରୀ କଲେଜ ବ୍ରହ୍ମପୁର ଭିଜିଟ୍ କରିକି ଆଡ଼ମିସନ୍ କରିପାରିବେ। କମେଣ୍ଟ ବକ୍ସରେ ଫର୍ମ ଅଛି, ଅଫଲାଇନ୍ରେ ମଧ୍ୟ ଆଡ଼ମିସନ୍ ଚାଲିଛି, CPT ଥ୍ରୋରେ ବି ଆଡ଼ମିସନ୍ ଚାଲିଛି। ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଲିଙ୍କ୍ କରାହେଇଛି, ତୁମର ପିନ୍ କରାହେଇଛି ଲିଙ୍କ୍ଟା, ତ ସେ ଅନୁସାରେ ସମସ୍ତେ ହେଉଛି ଆପ୍ଲାଏ କରିନେବ। ଅଫଲାଇନ୍ରେ ଯାଇକି କିମ୍ବା ଏ ନମ୍ବର ଯେଉଁ ଦିଆହେଇଛି ସେ ନମ୍ବରରେ ମଧ୍ୟ କଣ୍ଟାକ୍ଟ କରିପାରିବ। 700 ଠିକ୍ ଅଛି 8502881ରେ ମଧ୍ୟ ସ୍ୱାଗତିକା ମ୍ୟାମ୍ଙ୍କ ସହିତ ମଧ୍ୟ କଥା ହେଇପାରିବ। ପିଲାମାନେ ଆମର ତ ଏପଟେ ବର୍ତ୍ତମାନ ବର୍ଷା ହେଉଛି, ତ ଭାବିଲି ଗୋଟେ ଭିଡ଼ିଓଟେ କରିଦେବା ପିଲାମାନଙ୍କ ପାଇଁ। ଆପଣଙ୍କ ଏରିଆରେ ବର୍ଷା ହେଉଛି କି ନାହିଁ କମେଣ୍ଟ ବକ୍ସରେ ଲେଖିଦେବେ। ଦେଖ, ତୁମର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ୟୁନିଭର୍ସିଟି, ଶ୍ରୀରାମଚନ୍ଦ୍ର ବିହାର, ଟାକଟପୁର, ବାରିପଦା, ଓଡ଼ିଶା ତରଫରୁ ରହିଛି ନୋଟିଫିକେସନ୍ଟା। ଅଫିସିଆଲ୍ ୱେବସାଇଟ୍ ଆପଣମାନେ ଭିଜିଟ୍ କରିପାରିବେ, nou.nic.in। ନାକ୍ ଏ ଗ୍ରେଡ୍ ୟୁନିଭର୍ସିଟି, ଠିକ୍ ଅଛି। ତୁମର 2025 CPT ଆଡ଼ମିସନ୍ ଓ JEE ଆଡ଼ମିସନ୍, 3 ବର୍ଷିଆ ଇଣ୍ଟିଗ୍ରେଟେଡ୍ BEd ଆଡ଼ମିସନ୍, ଯେଉଁଟାକି ସବୁ ସାଇନ୍ସ ମାଧ୍ୟମରେ କଣ୍ଡକ୍ଟ ହେଉଛି, ଠିକ୍ ଅଛି। ଆପଣମାନେ ସମସ୍ତେ ଆବେଦନ କରିବେ, ଠିକ୍ ଅଛି। ଯାହାର ଯେତିକି ବି ର୍ୟାଙ୍କ ରହିଛି ଆବେଦନ କରିବେ। ମୁଁ କହୁଛି ଡିଟେଲ୍ସ, ଶୁଣ ସବୁ ଗୋଟେ ଗୋଟେ କରିକି। ଦେଖ, ମଲ୍ଟି ଡିସିପ୍ଲିନାରୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି, ଯେଉଁଟାକି MERU ଅଣ୍ଡର PM ଉଷା, ଠିକ୍ ଅଛି। ବହୁତ ହି ବଢ଼ିଆ ୟୁନିଭର୍ସିଟି। ତାପରେ ଏଠି କୋର୍ସ କଥା ଦେଖିବା, ଇଂଲିଶ, ଓଡ଼ିଆ, ସାଂସ୍କ୍ରିଟ, ସାନ୍ତାଳୀ ଆଭେଲେବୁଲ୍ ରହିଛି ଲାଙ୍ଗୁଏଜ୍ କୋର୍ସ। ଆଉ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ୍ କୋର୍ସ ତୁମର ରହିଛି MA or MSc in anthropology and tribal studies, MA in history, political science, MSW yoga and naturopathy। ଫିଜିକାଲ ସାଇନ୍ସ ଆଣ୍ଡ ଆର୍ଥ ସାଇନ୍ସରେ ରହିଛି କ'ଣ ନା ହେଉଛି କେମିଷ୍ଟ୍ରି, ଜିଓଲୋଜି, ଫିଜିକ୍ସ, ରିମୋଟ୍ ସେନ୍ସିଂ ଆଣ୍ଡ GIS। ବାୟୋଲୋଜିକାଲ ସାଇନ୍ସରେ ତୁମର MSc ବଟାନି, ବାୟୋଟେକ୍ନୋଲୋଜି, ୱାଇଲ୍ଡ ଲାଇଫ୍ ଆଣ୍ଡ ବାୟୋଡାଇଭର୍ସିଟି କନଜରଭେସନ୍, ଜୁଲୋଜି ରହିଛି। ତାପରେ କମ୍ପ୍ୟୁଟେସନାଲ ସାଇନ୍ସରେ ରହିଛି ତୁମର କ'ଣ MCA, MSc କମ୍ପ୍ୟୁଟର ସାଇନ୍ସ, ମାଷ୍ଟର ଇନ୍ ଲାଇବ୍ରେରୀ ଆଣ୍ଡ ଇନଫର୍ମେସନ୍ ସାଇନ୍ସ, MA or MSc in ମ୍ୟାଥମେଟିକ୍ସ। ଇକୋନୋମିକ୍ସ ଆଣ୍ଡ ବିଜନେସ୍ ଷ୍ଟଡିଜରେ ରହିଛି ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍, MBA, MA in ଇକୋନୋମିକ୍ସ, ମାଷ୍ଟର ଅଫ୍ କମର୍ସ। ପେଡାଗୋଜିକାଲ ସାଇନ୍ସେସରେ ରହିଛି MA in ଏଜୁକେସନ୍, ଇଣ୍ଟିଗ୍ରେଟେଡ୍ BEd, MAd। ଯେତିକି କୋର୍ସ ଆଭେଲେବୁଲ୍ ରହିଛି, ଏଠି ଆଉ କ'ଣ ସବୁ ଫ୍ୟାସିଲିଟିଜ୍ ରହିଛି ଦେଖନ୍ତୁ ଗୋଟେ ଗୋଟେ କରିକି। NEP 2020 ଓରିଏଣ୍ଟେଡ୍ ଏକାଡେମିକ୍ କ୍ୟାଲେଣ୍ଡର, NEP ଅନୁସାରେ ଏକାଡେମିକ୍ କ୍ୟାଲେଣ୍ଡର ବନା ହେଇଛି। ରେଜଲ୍ଟ ପରେ ଟାଇମ୍ରେ ପବ୍ଲିକେସନ୍ କରାହେଉଛି। ମଡ଼ର୍ଣ୍ଣ କରିକୁଲମ୍ ହିସାବରେ ତୁମର ହେଉଛି ଚାଲିଛି। ICT ଏନାବୁଲ୍ଡ କ୍ଲାସରୁମ୍ ରହୁଛି, ଠିକ୍ ଅଛି। ତାପରେ ଇଫେକ୍ଟିଭ୍ ଟିଚିଂ ମେଥଡ଼୍ସ ଆପଣା ଯାଉଛି, ଠିକ୍ ଅଛି। କମ୍ପ୍ରେହେନ୍ସିଭ୍ ଷ୍ଟୁଡେଣ୍ଟ ଇନ୍ସୁରାନ୍ସ କଭରେଜ୍, ଠିକ୍ ଅଛି। ପିଲାମାନଙ୍କର ଇନ୍ସୁରାନ୍ସ କଭରେଜ୍ କରାହେଉଛି। କ୍ୟାରିୟର ଓରିଏଣ୍ଟେଡ୍ ପ୍ରୋଗ୍ରାମ୍ ମଧ୍ୟ କିଛି କରାହେଉଛି। ରେଗିଂ ଫ୍ରି କ୍ୟାମ୍ପସ୍ ରହୁଛି, ଠିକ୍ ଅଛି। ବ୍ରଡ୍ ରିସର୍ଚ୍ଚ ପାର୍ଟନରସିପ୍, ଏମ୍ଫାସିସ୍ ଅନ୍ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍, IKS। ତାପରେ ଇଣ୍ଡିଜିନିୟସ୍ ଷ୍ଟଡିଜ୍, ମାନେ ତୁମର ହେଉଛି ଆମର ଇଣ୍ଡିଆ ଆଇଡ଼ିଆର ସବୁ ପାଠଗୁଡ଼ା ସବୁ ପଢ଼ା ହେଉଛି। ଟପ୍ ଟାୟାର ଫ୍ୟାସିଲିଟିଜ୍, ସେଣ୍ଟର ଫର୍ ସେମିପଲ୍ ଷ୍ଟଡିଜ୍। ତାପରେ ଇନଷ୍ଟ୍ରୁମେଣ୍ଟେସନ୍ ସେଣ୍ଟର, ସେଣ୍ଟ୍ରାଲ ଲାଇବ୍ରେରୀ, ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍ ଜର୍ନାଲ୍ସ। ତାପରେ ଟିଚ୍ ମୟୂରଭଞ୍ଜ ପ୍ରୋଗ୍ରାମ୍, ନ୍ୟାସନାଲ୍ ସର୍ଭିସ୍ ଥିମ୍, ମ୍ୟୁଜିୟମ୍ ଆଣ୍ଡ ଆନିମାଲ୍ ରୁମ୍, ସେକ୍ରେଟ୍ ଗ୍ରୁପ୍, ମିଡ଼ିଆ ସେଣ୍ଟର, କ୍ୟାମ୍ପସ୍ ୱାଇଡ୍ CCTV କଭରେଜ୍, ୱାଇଫାଇ କ୍ୟାମ୍ପସ୍ 1 Gbps ପ୍ଲସ୍ 500 Mbps, ଆଉଟଡୋର୍ ଆଣ୍ଡ ଇନଡୋର୍ ଷ୍ଟାଡ଼ିୟମ୍, ସେପାରେଟ୍ ଜିମ୍ ଫର୍ ବଏଜ୍ ଆଣ୍ଡ ଗାର୍ଲସ୍, 6 ହଷ୍ଟେଲ୍ସ ୱିଥ୍ 750 ସିଟ୍ସ, ଠିକ୍ ଅଛି। ଏତିକି ଫ୍ୟାସିଲିଟି ତୁମର ରହୁଛି ଜେନେରାଲି ନର୍ଥ ଓଡ଼ିଶା ୟୁନିଭର୍ସିଟିରେ। ଆପଣମାନେ ସମସ୍ତେ ସ୍ପୋର୍ଟରେ ଯେଉଁମାନେ PG ପାଇଁ ଆପ୍ଲାଏ କରୁଛନ୍ତି, ବିଶେଷ କରିକି
ନର୍ଥ ଓଡ଼ିଶା ୟୁନିଭର୍ସିଟି ଦେଇପାରିବେ। ଯେଉଁମାନେ ମୟୂରଭଞ୍ଜ ଯାଇକି ରହିକି ପଢ଼ିପାରିବେ ସେମାନେ ଦେବେ। ଯେଉଁମାନେ ପଢ଼ିବେନି ଖାଲି ମନ ଇଚ୍ଛା ପକାଇବେନି, କାହିଁକିନା ତୁମମାନଙ୍କ ପାଇଁ ଅନ୍ୟ ପିଲାଙ୍କର ଫ୍ୟୁଚର୍ ବର୍ବାଦ ହେଇଯିବ। ଠିକ୍ ଅଛି, ହେଲେ ତୁମେ ଯଦି ଇଚ୍ଛୁକ ଅଛ ପକାଇବ, ନହେଲେ ଖାଲିଟାରେ ଅପସନ୍ ଦେଇକି କାହାକୁ ହଇରାଣ କରିବା ଚକରେ ପକାଇବ ନାହିଁ। ଠିକ୍ ଅଛି, କ'ଣ କ'ଣ ସିଷ୍ଟମ୍ ରହି ସବୁ ଜାଣିପାରିଲେ, ତ ସେ ଅନୁସାରେ ନିଶ୍ଚିତ ଭାବରେ ଆପ୍ଲାଏ କରିବେ, ପଢ଼ାପଢ଼ି କରିବେ। ଆଉ ଆପ୍ଲାଏ କରନ୍ତୁ, 14ରୁ 17 ଭିତରେ ଏଇଟା ଆପ୍ଲାଏ କରିଦେବେ ନର୍ଥ ଓଡ଼ିଶା ୟୁନିଭର୍ସିଟି ପାଇଁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।